ନବମ ସ୍କନ୍ଧ ତୃତୀୟ ଅଧ୍ୟାୟ ଶୁକବାଚ। ଏବେ ହୋ ଶୁଣ ସାବଧାନେ ମନୁର ବଂଶର ବିଧାନେ। ସଜାତି ନାମ ମନୁସୂତ ଶୁଣ ତାହାର ଚରିତ। ସ୍ୱଭାବେ ବ୍ରହ୍ମଷ୍ଟି ହୋଇଲା କ୍ଷେତ୍ରେ ସେ ଅଙ୍ଗିରସ ବଳା। ସୁକନ୍ୟା ନାମେ ତାର କନ୍ୟା ହୋଇଲା ରୂପେ ଅନୁପମା। ସୁକନ୍ୟା ପିତାର ସଙ୍ଗତେ ଆନନ୍ଦେ ପଶିଲା ବନସ୍ତେ। କୁମାରୀ 7 5 ସଙ୍ଗେ ବନେ ଭ୍ରମଇ ଅତି ରଙ୍ଗେ। ସେ ବନେ ଭୃଗୁର ନନ୍ଦନ ତପସ୍ୟା ଅର୍ଥେଣ ଚ୍ୟବନ। ବସିଲା ନିଶ୍ଚଳ ଆସନେ ଯୋଗ ସମାଧି ମୁଖ୍ୟ ଧ୍ୟାନେ। ଏମତେ ଅନେକ ବରଷ ହୋଇଲା ଅସ୍ଥି ଚର୍ମ ଶେଷ। ଏ କୀଟ ବଲ୍ମିକ ତାର ଦେହେ ଢାଙ୍କିଲେ ମୁଖେ ମୃତ୍ତିକାଏ। ଏ ବଲ୍ମିକ କୁଦ ପ୍ରାୟ ଦିଶେ କେବଳ ନୟନ ପ୍ରକାଶେ। ଏମତେ ରାଜକନ୍ୟା ଗଲା ଚ୍ୟବନ ଆଶ୍ରମେ ମିଳିଲା। ଏ ବଲ୍ମିକ କୁଦ ମଧ୍ୟ ଭିନ୍ନ ଦିଶଇ ମୁନିକ ଲୋଚନ। ଅଦ୍ଭୁତେ ବେନି ଜ୍ୟୋତି ଚାହିଁ ସୁକନ୍ୟା ମନେ ବିଚାରଇ। ଏତ ସୁନ୍ଦର ଜ୍ୟୋତି ଦିଶେ ତେଜେ ତିମିର ତେଜ ଧ୍ୱଂସେ। ଏମନ୍ତେ ମନେ ପରିମାଣି କଣ୍ଟକ ବୃକ୍ଷୁ କଣ୍ଟାଣି। ସେବେନି ଜ୍ୟୋତି କଲା କ୍ଷତ ତକ୍ଷଣେ ସ୍ରବିଲା ରକତ। ବଲ୍ମିକ ମଧ୍ୟ ଶୃଣି ବହେ ଧାରା ଦିଶଇ ମୁନି ଦେ। ଏ ମୁନିକ ଅପରାଧ କଲା ଶୁଣ ଏ ଅଭିମନ୍ୟୁ ବଳା। ତକ୍ଷଣେ ରାଜାର ସହିତେ ଅପର ଲୋକେ ଥିଲେ ଯେତେ। ସର୍ବେ ପାଇଲେ ଅପରାଧ ହୁଏ ମୂତ୍ର ଦ୍ୱାର ନିରୁଦ୍ଧ। କେହି ନ ପାରେ ମୂତ୍ର କରି କାନ୍ଦନ୍ତି ମୂତ୍ର ଦ୍ୱାର ଧରି। ଏ ସର୍ବେ କରନ୍ତି ହାହାକାର ଶୁଣି ସର୍ଜାତି ନୃପବର। ସକଳେ ପୁଛି ଦୁଃଖ ମନ କନ୍ୟାକୁ ବୋଲନ୍ତି ରାଜନ। ଏ ତୁ ଯେ ବନସ୍ତି ଭ୍ରମୁଥିଲୁ କହ କି ଅପରାଧ କଲୁ। ସେ କର୍ମ ବଳେ ଏହୁ ବ୍ୟାଧି ରହିଲା ମୂତ୍ର ଦ୍ୱାର ରୁନ୍ଧି। ସର୍ବେ ମରିବେ ଏହି କ୍ଷଣି ସୁକନ୍ୟା କହେ ତା ଶୁଣି। ଏ ଭୋତାତ ବଲ୍ମିକ ଉପରେ ଜ୍ୟୋତି ଯୁଗଳ ଦେଖି ଖରେ। ମୋହି ଅଦ୍ଭୁତ ପ୍ରାୟ ମଣି କଣ୍ଟକ ବୃକ୍ଷୁ କଣ୍ଟାଣି। ଛେଦିଲି ସେ ଜ୍ୟୋତି ଅଦ୍ଭୁତ ତକ୍ଷଣେ ସ୍ରବିଲା ରକତ। ତା ଶୁଣି ନୃପ ଅତି ବେଗେ ମିଳେ ବଲ୍ମିକ କୁଦ ଲାଗେ। ସମ୍ଭ୍ରମେ ବେନି କର ଯୋଡ଼ି କହେ ବଲ୍ମିକ ପାଦେ ପଡ଼ି। ଭୋକିଟ ବଲ୍ମିକ ତୋ ଦେହ ରୁଧିର ଦହେ କିମ୍ପା କହ। ମୁଁ ତୋତେ କଲି ଅପରାଧ ତୋ ଜ୍ୟୋତି କନ୍ୟା କଲା ଭେଦ। ସେ କନ୍ୟା ସ୍ୱଭାବ ଚଞ୍ଚଳ ସର୍ବେ ପାଇଲୁ ତହିଁ ଫଳ। ନିରୁଦ୍ଧ ହେଲା ମୂତ୍ର ଦ୍ୱାର ରଖ ଶରଣ ଗଲୁ ତୋର। ଏମତେ ରାଜା ମୁଖ ଶୁଣି ଚ୍ୟବନ କହେ ଦୁଃଖ ବାଣୀ। ଭୋ ନୃପ ମୁଁ ଭୃଗୁନନ୍ଦନ ଚ୍ୟବନ ଋଷି ମୋର ନାମ। ମୁଁ ଯେ ଅରଣ୍ୟେ ତପ କରି ଚିନ୍ତଇ ପ୍ରଭୁ ନର ହରି। ବସିଲି ଆସନ ନିଶ୍ଚଳେ ଏମତେ ଗଲା କେତେ କାଳ। ବଲ୍ମିକ କୀଟ ମୋ ଶରୀରେ ମାଂସ ରୁଧିର ଭକ୍ଷ କଲେ। ଏ ମୃତ୍ତିକା ମୋହର ଉପରେ ମୁଖେ ଆଚ୍ଛାଦି ନିରନ୍ତରେ। ଏ ଦେହ ବକିଲେ ସ୍ୱାଦୁ ରସେ କେବଳ ଅସ୍ଥି ରହେ ଶେଷେ। ହେମନ୍ତ ମୁନି ମୁଖ ଶୁଣି ଚରଣେ ନମେ ନୃପମଣି। ଏ ଧରିଣ ମୁନିକ ଚରଣ ବୋଲଇ କର ପରିତ୍ରାଣ। ଏ କନ୍ୟା ମୋହର ଦୁଲଣୀ ଏ ହେଉ ତୋହର ଘରଣୀ। ଏ ସତ୍ୟ ବଚନ ମୋହର ଏଥକୁ ସାକ୍ଷୀ ଦିବା କର। ଏମତେ ରାଜା ମୁଖ ଶୁଣି ଚ୍ୟବନ କହେ ମଞ୍ଜୁବାଣୀ। ଏ ଯେବେ ସତ୍ୟ ବାକ୍ୟ ତୋର ସକଳ ସ୍ରବ ମୂତ୍ର ଦ୍ୱାର। ଏ ଶୁଣି ସେ ଚ୍ୟବନ ବଚନ ଫିଟିଲା ମୂତ୍ରର ସ୍ତମ୍ଭନ। ସର୍ବେ ଲଭିଲେ ପରିତ୍ରାଣ ଏବେ ଓ ପରୀକ୍ଷିତ ଶୁଣ। ମୁନିକୁ କନ୍ୟା ଦାନ କରି ରାଜା ଚଳିଲେ ନିଜ ପୁରୀ। ନିଜ ସ୍ୱଗଣ ମଧ୍ୟ ଆସି ଚ୍ୟବନ ମହିମା ପ୍ରକାଶୀ। ସେ କନ୍ୟା ଚ୍ୟବନ ସମୀପେ ଖଟଇ ସେବା ଅନୁରୂପେ। ନିତ୍ୟ କଳ୍ପିତ ଭିକ୍ଷା ଆଣି ଯେ ମିଳେ ଶାକ ଗନ୍ଧ ପାଣି। ଏମତେ ଶୁଣ ନପବର ବିଧାତା ବିଧି ବଳିଆର। ଏମତେ କେତେ ଦିନ ଗଲା ସୁକନ୍ୟା ରଜ ପ୍ରକାଶିଲା। ସେଦିନ ପ୍ରଭାତର କାଳେ ଅଶ୍ବିନୀ କୁମାର ମିଳିଲେ। ମୁନିକୁ ନମସ୍କାର କରି ବସିଲେ ଆସନ ଆଦରି। ଚ୍ୟବନ ଉଠି ମନ ତୋଷେ ଅଶ୍ବିନୀ କୁମାରଙ୍କ ପାଶେ। ପାଦାର୍ଘ୍ୟେ ଚରଣ ପୂଜିଲେ ଅନେକ ସ୍ତୁତି ବାକ୍ୟ କଲେ। ଏ ବୋଲନ୍ତି ବିଶ୍ୱାସ କରାଇ ଦେବଙ୍କ ବୈଦ୍ୟ ତୁମ୍ଭେ ଦୁଇ। ଯେ ତୁମ୍ଭ ନାମ ଉଚ୍ଚାରନ୍ତି ରୋଗ ପ୍ରବନ୍ଧୁ ନିସ୍ତରନ୍ତି। ଦେଖ ଏ ମୋହର ଶରୀର ଜରା ଅବସ୍ଥା ଜର। ସର୍ଜାତି କନ୍ୟା ମୋତେ ଦେଲା ଭାବ ଅଭାବ ନ ଜାଣିଲା। ଦେଖ ଏ କନ୍ୟା ପତିବ୍ରତା ଏହାକୁ ହୁଅ ବରଦାତା। ଏ ବୃଦ୍ଧ ରୂପ ମୋର ହର ଯୁବା ବୟସ ମୋତେ କର। ମୁଁ ପୁଣ ତୁମ୍ଭ ଉପକାର କରିବି ଯଥାର୍ଥ ବ୍ୟବହାର। ତୁମ୍ଭେ ଯେ ଏବେ ବୈଦ୍ୟ ତୋଷେ ଯଜ୍ଞ ସ୍ୱଭାବେ ନାହିଁ ଶେଷେ। ଏବେ ମୁଁ ତୁମ୍ଭକୁ ବରିବି ଆନନ୍ଦେ ଯଜ୍ଞ ଭାଗ ଦେବି। ଇନ୍ଦ୍ର କି କରିବ ମୋହର ଯୁବା ବୟସ ମୋତେ କର। ଏମନ୍ତେ ମୁନି ମୁଖ ଶୁଣି ଅଶ୍ବିନୀ ସୁତେ ମନେ ଗୁଣି। ଏ ବୋଲନ୍ତି ମୁନି ମୁଖ ଚାହିଁ ଏକଥା ଅନ୍ୟଥା ନୁହଇ। ଆମ୍ଭର ସଙ୍ଗେ ସିଦ୍ଧ ହ୍ରଦେ ସ୍ନାନ ତୁ କର ବାଞ୍ଛା ସିଧେ।
ହୋଇବ ଆମ୍ବର ସ୍ୱରୂପ ପ୍ରତ୍ୟକ୍ଷ ମନ୍ତ୍ର ତେଜ ଦେଖ। ତା ଶୁଣି ଚ୍ୟବନ ଆନନ୍ଦେ ବେଗେ ପଶିଲା ସିଦ୍ଧ ହ୍ରଦେ। ସେ ତିନି କରେ କର ଧରି ଜଳେ ବୁଡ଼ିଲେ ହରି ସ୍ମରି। ତକ୍ଷଣେ ଏକ ରୂପ ହୋଇ ଉଠିଲେ କନ୍ୟା ମୁଖ ଚାହିଁ। କିଅ ବା ଦେବା ପଟାନ୍ତର ରୂପେ ମୋହିଲେ ସୁର ନର। କନ୍ୟା ଯେ ତୀରେ ଚାହିଁଥିଲା ନିଜ ସ୍ୱାମୀକୁ ନ ଚିହ୍ନିଲା। ବିକଳେ ହୋଇ ଛନ୍ନ ଛନ୍ନ ଚାହିଁଣ ତାହାର ବଦନ। କର ଅଞ୍ଜଳି ଶିରେ ଦେଇ ବୋଲଇ ମତେ କର ତ୍ରାହି। ମୁଁ ଯେବେ ସତ୍ୟ ପତିବ୍ରତା ନିକଟେ ଦିଅ ମୋର ଭର୍ତ୍ତା। ଶୁଣି ସେ ଅଶ୍ବିନୀକ ସୁତେ ସ୍ୱାମୀ କି ଦେଲେ ତା ଅଗ୍ରତେ। ଋଷିଙ୍କି ନମସ୍କାର ହୋଇ ସ୍ୱର୍ଗେ ଚଳିଲେ ବେନି ଭାଇ। ଶୁଣ ହେ ପରୀକ୍ଷିତ ଏବେ ସର୍ଜାତି ଯଜ୍ଞର ଆରମ୍ଭ। ଚ୍ୟବନ ଆଶ୍ରମେ ମିଳିଲା ନୟନେ ଅଦ୍ଭୁତ ଦେଖିଲା। ନିଜ କନ୍ୟାର ପାଶେ ବସି ପୁରୁଷ ଦେଖେ ତେଜୋରାଶି। ସୁକନ୍ୟା ଆସି ପିତା ପାଦେ ସତରେ ନମିଲା ଆନନ୍ଦେ। ତାହାର କଲ୍ୟାଣ ନ କରି ବୋଇଲେ ଚିତ୍ତେ କୋପ ଭରି। ଅଦ୍ଭୁତ କର୍ମ ଏ ତୋର ଅତ୍ୟନ୍ତ ବୃଦ୍ଧ ତୋର ବର। ତାର ଚରଣ ସେବା ଛାଡ଼ି ଯୁବା ପୁରୁଷେ ମନ ବଢ଼ି। କେମନ୍ତେ ଚଳିଲା ତୋ ମତି ସଂସାରେ ଯେ ସ୍ନେହ ସତୀ। କୁଳ ଦୂଷଣ କର୍ମ କଲୁ ବୃଦ୍ଧ ସ୍ୱାମୀ କି ଉପେକିଲୁ। ଏ ଯାର ପୁରୁଷେ କଲୁ ମତି ଏ ତୋର ବଡ଼ଇ ଅନୀତି। ଉଭୟ କୁଳ କଲୁ ନାଶ ପର ପୁରୁଷେ ତୁ ବିଶ୍ୱାସ। ଏ କର୍ମେ ପିତା ଭ୍ରାତା ବଂଶ ନରକେ ହୁଅନ୍ତି ପ୍ରବେଶ। ଏମତେ ପିତା ବାକ୍ୟ ଶୁଣି ହସିଣ କହେ ତା ଦୁଲଣୀ। ଭୂତାତ ଭ୍ରାନ୍ତି ତୁ ନ କର ଏହି ଯେ ମୋହ ନିଜ ବର। ଏମତେ ପିତାର ଅଗ୍ରତେ ସର୍ବ କହିଲା ଆଦ୍ୟ ପ୍ରାନ୍ତେ। ଏମତେ ଅଶ୍ବିନୀ କୁମାରେ ଜଳେ ଝାସି ସୁନ୍ଦର କଲେ। ଏ ବୃଦ୍ଧକୁ ଯୁବା ରୂପା କଲେ ରଥ ଆରୋହୀ ସ୍ୱର୍ଗ ଗଲେ। ଏମତେ ପ୍ରତିବାକ୍ୟ ଶୁଣି ଅତି ଆନନ୍ଦେ ନୃପମଣି। ତକ୍ଷଣେ ଦୁହିତା ବଚନ ଅଦ୍ଭୁତ ଶୁଣି ସେ ରାଜନ। ଅତି ଆନନ୍ଦେ ମୋଦ ଭରି ନିଜ ଦୁହିତା କୋଳେ ଧରି। ତକ୍ଷଣେ ନିଜ ପୁର ଗଲା ଶୁଣ ହୋ ଅଭିମନ୍ୟୁ ବଳା। ନିଜ ଭୁବନେ ନୃପମଣି ଚ୍ୟବନ ମୁନି ଗୃହେ ଆଣି। ଆଗମ ନିଗମ ଉକତେ ଯଜ୍ଞ ସେ କଲା ବହୁମତେ। ଚ୍ୟବନ ବାକ୍ୟ ଯଜ୍ଞ ଘରେ ମିଳିଲେ ଅଶ୍ବିନୀ କୁମାରେ। ତାହାଙ୍କୁ ହୋମ ଦେବା ବେଳେ ଇନ୍ଦ୍ର ମିଳିଲେ ଯଜ୍ଞଶାଳେ। ଏ ବଜ୍ର ଉଞ୍ଚାଇ ଦକ୍ଷ କରେ ନିଷେଧ କରି ମନ୍ତ୍ର ସ୍ୱରେ। ତା ଶୁଣି ଚ୍ୟବନ ଉଠିଲା ଇନ୍ଦ୍ରର ବଜ୍ରକୁ ସ୍ତମ୍ଭିଲା। ମାରି ନ ପାରି ବଜ୍ର କୋପେ ଇନ୍ଦ୍ର ଶରୀର ଭୟ କମ୍ପେ। ବୋଲଇ ମୁନି ମୁଖ ଚାହିଁ ଏକଥା ଉଚିତ ନୁହଁ। ଯଜ୍ଞେ ଏହାଙ୍କ ଭାଗ ନାହିଁ ଆହୁତି ଦେଲ କିସ ପାଇଁ। ଚ୍ୟବନ ବୋଲେ ଇନ୍ଦ୍ର ଚାହିଁ ସତ୍ୟ ଯେ କରିଅଛି ମୁଇଁ। ଏ ଯେଣୁ ଯୁବା କଲେ ମତେ ଆହୁତି ଦେବି ଯଜ୍ଞ ଅନ୍ତେ। ଏ ଯଜ୍ଞର ଶେଷ ଭାଗ ପାଇ ସନ୍ତୋଷ ହେବେ ବେନି ଭାଇ। ଏ ବ୍ୟାଧି ନାଶିବେ ଯଜମାନେ ଏମନ୍ତେ ଚ୍ୟବନ ବଚନେ। ତୋଷ ହୋଇଲା ସୁରନାଥ ମୁନି ଛାଡ଼ିଲେ ତାର ହସ୍ତ। ସେଦିନୁ ସର୍ବଦେବ ଯଜ୍ଞେ ତାକୁ ସ୍ଥାପିଲେ ହବିର୍ଭାଗେ। ଏ ଶେଷେ ସୋମ ଭାଗ ପାଇ ଏବେ ଓ ଶୁଣ ମନ ଦେଇ। ଏମନ୍ତେ ଯଜ୍ଞ କର୍ମ ଫଳେ ପୁତ୍ରେ ଜନ୍ମିଲେ ରାଜା କୁଳେ। ଅତି ସୁନ୍ଦର ଅନୁପମ ଶୁଣ ହୋ ତାହାଙ୍କର ନାମ। ପୁତାନବ ଯେ ଆନର୍ତ ଆବର ଭୂରି ସେଣ ଜାତ। ଏ ସର୍ଜାତି ପୁତ୍ରେ ମହାତେଜେ ପ୍ରଜା ପାଳିଲେ ଶୁଭେ ରାଜା। ଏ ସର୍ଜାତି ପୁତ୍ରେ ମହାତେଜେ ପ୍ରଜା ପାଳିଲେ ଶୁଭେ ରାଜେ। ଏ ଆନର୍ତ୍ର ପୁତ୍ର ଯେ ରେବତ ଶୁଣ ହୋ ତାହାଙ୍କ ଚରିତ। ସେ ନିତ୍ୟ ହରି ପୂଜା କରେ ସେ ପୁଣ୍ୟେ ତା ପତ୍ନୀ ଉଦରେ। ରୈବତ ନାମେ ପୁତ୍ର ଜାତ ତାଙ୍କ ମଧ୍ୟେ ଜ୍ୟେଷ୍ଠ ଭ୍ରାତ। ଏ କକୁଦି ନାମ ତାର ହୁଏ ଇନ୍ଦ୍ର କମ୍ପହି ଯାର ଭୟେ। ଏ ରେବତୀ ନାମେ କନ୍ୟା ତାର ସୁନ୍ଦରେ ନାହିଁ ପଟାନ୍ତର। ସେ କନ୍ୟା ଘେନି ଅତି ଦୁଃଖେ ବେଗେ ମିଳିଲେ ବ୍ରହ୍ମଲୋକେ। ଏ ଭୂମିରେ ରାଜାଙ୍କ କୁମର ଯେତେ ମିଳିଲେ ତାଙ୍କୁ ବର। ତାଙ୍କୁ ନିନ୍ଦିଲା କୁଳ ଶ୍ରେଷ୍ଠେ ମିଳିଲା ବ୍ରହ୍ମାଙ୍କ ନିକଟେ। ସେ ବ୍ରହ୍ମା ଘେନି ମହାଜନ କରାଇ ବିଷ୍ଣୁ ସଂକୀର୍ତ୍ତନ। କ୍ଷଣେ ରହିଲେ ତାଙ୍କୁ ଦେଖି ସେ ଧାତା କୀର୍ତ୍ତନ ଉପେକ୍ଷୀ। ତକ୍ଷଣେ ଚାହିଁ ତା ବଦନ ବୋଲନ୍ତି ମଧୁର ବଚନ। କିମ୍ପା ହଇଲୁ ବ୍ରହ୍ମଲୋକେ ଏ କନ୍ୟା ଘେନି ମନ ଦୁଃଖେ। ଏ ବ୍ରହ୍ମା ବଚନେ ଦଣ୍ଡ ଧାରି ଚରଣେ ନମସ୍କାର କରି। ବୋଇଲେ ଚିନ୍ତା ଭର ଶୋକ ଏ କନ୍ୟା ଦେବି କେଉଁ ଲୋକ। ଏମନ୍ତ ରାଜା ମୁଖ ଶୁଣି ହସି ବୋଲନ୍ତି କୁଶ ପାଣି। ଅଦ୍ଭୁତ କର୍ମ ଏ ତୋର ଭୂମିରେ ନ ବରିଲୁ ବର। ଯେବେ ହଇଲୁ ମତେ କହି ଭୂମିରେ ତୋର ବଂଶ ନାହିଁ। ଏ ବ୍ରହ୍ମାଣ୍ଡ ମଧ୍ୟ କାଳ ବଳେ ଅନେକ ଯୁଗ ବହିଗଲେ। ଏ ତୋ ପୁତ୍ର ନାତି ଯେତେ ଥିଲେ କାଳର ବଳେ ନାଶ ଗଲେ। ଏ ତୋର ଆଗମେ କାଳ ବଳେ ଶୁଣ ହେ ଯେତେ ଯୁଗ ଗଲେ। ଶପଥ ବଂଶ ଚତୁର୍ଯୁଗ ଭୂମିରେ କଲା କାଳ ଭୋଗ। ଅଧିକେ 3 ଯୁଗ ଗଲା କଳିର ଉଦ୍ୟମ ହୋଇଲା। ଏ ଦ୍ୱାପର ଯୁଗ ଅବସାନେ ଏବେ ଓ ଶୁଣ ମୋ ବଚନେ। ଏ ଭାରା ନିବାରଣ ଅର୍ଥେ ବିଷ୍ଣୁ ଜନ୍ମିବେ ମହିଗତେ।
ଦେବକୀ ଗର୍ଭେ ଦେହ ବହି ନୀଳ ଧବଳ ବେନି ହୋଇ ଅନନ୍ତ ବଳ ଭଦ୍ର ରୂପେ ଜନ୍ମ ଲଭିବେ ମୋ କଳ୍ପେ ଏ କନ୍ୟା ରତ୍ନ ତାଙ୍କୁ ଦେଇ ଭବ ସାଗରୁ ତର ତୁଇ ମନ୍ତେ ବ୍ରହ୍ମା ମୁଖ ଶୁଣି ଆନନ୍ଦ ମନେ ଉପମଣି ତକ୍ଷଣେ ନିଜ ପୁର ଗଲା ଶୁଣ ଗୋବିନ୍ଦର ଲୀଳା ତାହାର ଯେତେ ଭାଇ ଥିଲେ ରାକ୍ଷସ ଭୟେ ପଳାଇଲେ ତା କନ୍ୟା ବଳ ଭଦ୍ରେ ଦେଇ ଆନନ୍ଦେ କୃତକୃତ୍ୟ ହୋଇ ତପକରଣେ ଶୁଦ୍ଧ ମନେ ମିଳିଲେ ବଦରିକା ସ୍ଥାନେ ଏ ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତମ୍ ଏ ଭାଷା ପ୍ରବନ୍ଧେ ଗୀତ କରି ଯାହା କହିଲେ ନର ହରି ସୁଜନେ ମତି ଏଣେ କର ଅନ୍ତେ ପାଇବ ଚକ୍ରଧର ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସହିତାମ୍ ଭୟାସିକ୍ୟାମ୍ ନବମ ସ୍କନ୍ଧେ वंशानुचरित कथने नाम तृतीय अध्याय बोलानंदे एकवार हरि हरि बोल।